1857 ମସିହାର ମହାନ ବିଦ୍ରୋହ ପ୍ରଥମ ଭାଗ ଭିଡ଼ିଓରେ ଆମେ 1857 ମସିହାର ମହାନ ବିଦ୍ରୋହ ବିଷୟରେ ଜାଣିଥିଲେ। ତା ସହିତ 1857 ମସିହାର ମହାନ ବିଦ୍ରୋହର ସ୍ୱରୂପ ବିଷୟରେ ଆମେ ଜାଣିଥିଲେ ଏବଂ ଏହି 1857 ମସିହାର ମହାନ ବିଦ୍ରୋହର ଦ୍ୱିତୀୟ ଭାଗ ଭିଡ଼ିଓରେ ଆମେ ବିଦ୍ରୋହର କାରଣ ଗୁଡ଼ିକ କ'ଣ କ'ଣ ଥିଲା ଆମେ ପଢ଼ିଥିଲେ। ଆଜିର ଏହି ତୃତୀୟ ଭାଗ ଭିଡ଼ିଓରେ ଆମେ 1857 ମସିହା ମହାନ ବିଦ୍ରୋହର ତାର ଅଗ୍ରଗତି, ବିଦ୍ରୋହର ନେତୃତ୍ୱ, ବିଦ୍ରୋହର ଦମନ ତଥା ବିଦ୍ରୋହର ଫଳାଫଳ ବିଷୟରେ ଜାଣିବା। 1857 ମସିହା ମହାନ ବିଦ୍ରୋହର ତୃତୀୟ ଭାଗ ଭିଡ଼ିଓକୁ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। 1857 ମସିହାର ମହାନ ବିଦ୍ରୋହର ଅଗ୍ରଗତି। ପିଲାମାନେ, ଏହି 1857 ମସିହାର ମହାନ ବିଦ୍ରୋହ ପ୍ରଥମେ ଦେଖା ଦେଇଥିଲା ବଙ୍ଗର ବାରାକପୁରଠାରେ। କେବେ? 29 ମାର୍ଚ୍ଚ 1857 ମସିହାରେ ଏବଂ ଏହି ବିଦ୍ରୋହକୁ ଆରମ୍ଭ କରିଥିଲେ ମଙ୍ଗଲ ପାଣ୍ଡେ। ମଙ୍ଗଲ ପାଣ୍ଡେ ଥିଲେ 34 ସ୍ଥାନୀୟ ପଦାତିକ ବାହିନୀର ଏକ ସୈନ୍ୟ ଏବଂ ସେହି 34 ସ୍ଥାନୀୟ ପଦାତିକ ବାହିନୀକୁ ଇଂରେଜମାନେ ଏନଫିଲ୍ଡ ବନ୍ଧୁକ ବ୍ୟବହାର କରିବାକୁ ବାଧ୍ୟ କରିଥିଲେ, କିନ୍ତୁ ଏହି 34 ସ୍ଥାନୀୟ ପଦାତିକ ବାହିନୀ ଏନଫିଲ୍ଡ ବନ୍ଧୁକ ବ୍ୟବହାର କରିବାକୁ ମନା କରିଦେଇଥିଲେ, କିନ୍ତୁ ଇଂରେଜମାନେ ମାନିନଥିଲେ। ଏହି ଏନଫିଲ୍ଡ ବନ୍ଧୁକ ବ୍ୟବହାର କରିବାକୁ ଇଂରେଜମାନଙ୍କ ଦ୍ୱାରା ବାଧ୍ୟ କରାଯାଇଥିଲା। ତେଣୁକରି ମଙ୍ଗଲ ପାଣ୍ଡେ ତାଙ୍କର ଉପରିସ୍ଥ ଇଂରେଜ ଅଫିସରଙ୍କୁ ହତ୍ୟା କରିଥିଲେ। ଜେନେରାଲ ହିୟର୍ସନଙ୍କ ନିର୍ଦ୍ଦେଶ କ୍ରମେ ମଙ୍ଗଲ ପାଣ୍ଡେଙ୍କୁ ଗିରଫ କରାଗଲା ଏବଂ ମଙ୍ଗଲ ପାଣ୍ଡେଙ୍କୁ ଗିରଫ କରାଯାଇ ତାଙ୍କୁ ଫାଶୀ ଦିଆଯାଇଥିଲା। ମଙ୍ଗଲ ପାଣ୍ଡେଙ୍କୁ 1857 ମସିହା ଏପ୍ରିଲ ମାସରେ ଫାଶୀ ଦିଆଗଲା ଏବଂ ଏହି 34 ସ୍ଥାନୀୟ ପଦାତିକ ବାହିନୀକୁ ଇଂରେଜମାନେ ଭାଙ୍ଗି ଦେଇଥିଲେ। ଏଠି ଯେଉଁ ଫଟୋଚିତ୍ରଟି ଦେଖୁଛ ପିଲାମାନେ, ଏହି ଫଟୋଚିତ୍ରଟି ହେଉଛି ମଙ୍ଗଲ ପାଣ୍ଡେଙ୍କ ଫଟୋଚିତ୍ର, ଯିଏକି ବଙ୍ଗର ବାରାକପୁରଠାରେ ଏନଫିଲ୍ଡ ବନ୍ଧୁକ ବ୍ୟବହାର କରିବାକୁ ବିରୋଧ କରିଥିଲେ ଏବଂ ତାଙ୍କର ଉପରିସ୍ଥ କର୍ମଚାରୀଙ୍କୁ ବା ଅଫିସରଙ୍କୁ ହତ୍ୟା କରିଥିଲେ। ପିଲାମାନେ, ଏହି 1857 ମସିହା ମହାସଂଗ୍ରାମ ପ୍ରକୃତରେ ଆରମ୍ଭ ବା ସୂତ୍ରପାତ ହୋଇଥିଲା ମେ 10 ତାରିଖ 1857 ମସିହାରେ ମିରଟଠାରେ। ପିଲାମାନେ, ତୁମର ପରୀକ୍ଷାରେ 1 ମାର୍କର ପ୍ରଶ୍ନ ଆସିଥାଏ। 1857 ମସିହା ମହାନ ବିଦ୍ରୋହ କେବେ ଏବଂ କେଉଁଠାରେ ଆରମ୍ଭ ହୋଇଥିଲା? କେବେ ଆରମ୍ଭ ହୋଇଥିଲା? ମେ 10 ତାରିଖ 1857 ମସିହାରେ। କେଉଁ ସ୍ଥାନରେ ଆରମ୍ଭ ହୋଇଥିଲା? ମିରଟଠାରେ ଆରମ୍ଭ ହୋଇଥିଲା। ଏଠି ଉପରେ ଯେଉଁ ପ୍ରଥମ ଫଟୋଚିତ୍ର ଅଛି ପିଲାମାନେ, ପ୍ରଥମ ଫଟୋଚିତ୍ରକୁ ଦେଖ। ଏଥିରେ ଉତ୍ତରପ୍ରଦେଶକୁ ସୂଚାଇ ଦିଆଯାଇଛି ଏବଂ ଏହି ଉତ୍ତରପ୍ରଦେଶରେ ଯେଉଁ ବ୍ଲାକ୍ ଡଟ୍ଟି ଅଛି ପିଲାମାନେ, ଏ ବ୍ଲାକ୍ ଡଟ୍ ଜାଗାଟି ହେଉଛି ମିରଟ। ଏହିଠାରେ ହିଁ 1857 ମସିହାରେ ମେ 10 ତାରିଖରେ ପ୍ରଥମ କରିକି ଏହି ମହାନ ବିଦ୍ରୋହ ଆରମ୍ଭ ହୋଇଥିଲା। ତାପରେ ପିଲାମାନେ, ମିରଟକୁ ସିପାହୀମାନେ ଅଧିକାର କଲେ। ମିରଟକୁ ଅଧିକାର କରି ସାରିଲା ପରେ ସେମାନେ ଦିଲ୍ଲୀ ଅଭିମୁଖେ ଯାତ୍ରା କଲେ। କାହିଁକି ସିପାହୀମାନେ ଦିଲ୍ଲୀ ଅଭିମୁଖେ ଯାତ୍ରା କଲେ? ଦିଲ୍ଲୀରେ ଥିଲେ ମୋଗଲ ଶାସକ ବାହାଦୁର ଶାହା ଜାଫର ଏବଂ ସେହି ଦିଲ୍ଲୀରେ ଯେଉଁ ମୋଗଲ ଶାସକ ବାହାଦୁର ଶାହା ଜାଫର ଥିଲେ, ତାଙ୍କୁ ଏହି ଆନ୍ଦୋଳନର ନେତୃତ୍ୱ ନେବା ପାଇଁ ଅନୁରୋଧ କରିବା ପାଇଁ ଏହି ବିଦ୍ରୋହୀମାନେ ମିରଟରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ। ଏହି ବିଦ୍ରୋହୀମାନଙ୍କର
ଆଶା ମଧ୍ୟ ପୂରଣ ହେଲା। ବାହାଦୁର ଶାହା ଜାଫର ଏହି 1857 ମସିହା ମହାନ ବିଦ୍ରୋହର ନେତୃତ୍ୱ ନେଲେ। ତାପରେ ସିପାହୀମାନେ ଦିଲ୍ଲୀକୁ ଅଧିକାର କଲେ। ଏହି ସିପାହୀମାନଙ୍କ ଦ୍ୱାରା ଏହି ୟୁରୋପୀୟମାନେ ତଥା ଇଂରେଜମାନେ ଉଚ୍ଛେଦ ଓ ଆକ୍ରମଣର ଶିକାର ହେଲେ। ଏ ଯେଉଁ ସେକେଣ୍ଡ ଭାରତ ମାନଚିତ୍ରଟି ଅଛି ପିଲାମାନେ, ଏଇ ଫଟୋ ଚିତ୍ରକୁ ଦେଖ। ଏଇ ଜାଗାରେ ଯେଉଁ ରେଡ୍ ଡଟ୍ଟି ଅଛି ପିଲାମାନେ, ଏଇ ରେଡ୍ କଲର୍ଟି ହେଉଛି ଦିଲ୍ଲୀ। ଏହି ଦିଲ୍ଲୀରେ ମୋଗଲ ଶାସକ ବାହାଦୁର ଶାହା ଜାଫର ଥିଲେ। ତାଙ୍କୁ ସିପାହୀମାନେ ବିଦ୍ରୋହର ନେତୃତ୍ୱ ନେବା ପାଇଁ ଅନୁରୋଧ କରିଥିଲେ ଏବଂ ବାହାଦୁର ଶାହା ଜାଫର ମଧ୍ୟ ସେହି ସିପାହୀମାନଙ୍କର ଅନୁରୋଧ ରକ୍ଷା କରି ଏହି ବିଦ୍ରୋହର ନେତୃତ୍ୱ ନେଇଥିଲେ। ଏବଂ ଏଇଠି ଯେଉଁ ତୃତୀୟ ଫଟୋ ଚିତ୍ରଟି ଅଛି ପିଲାମାନେ, ଏହି ଫଟୋ ଚିତ୍ରଟି ହେଉଛି ମୋଗଲ ଶାସକ ବାହାଦୁର ଶାହା ଜାଫରଙ୍କର। ବାହାଦୁର ଶାହା ଜାଫର ଯେତେବେଳେ ବିଦ୍ରୋହର ନେତୃତ୍ୱ ନେଲେ, ବିଦ୍ରୋହର ବ୍ୟାପକତା ଆହୁରି ବୃଦ୍ଧି ପାଇଲା। ବିଦ୍ରୋହ ବ୍ୟାପିଗଲା କାନପୁର, ଲକ୍ଷ୍ନୌ, ଝାନ୍ସୀ, ଏଲାହାବାଦ, ବରେଲି, ବିହାରର ଜଗଦିଶପୁର ତଥା ଉତ୍ତର ଭାରତର ଅନ୍ୟାନ୍ୟ ସ୍ଥାନଗୁଡ଼ିକୁ। ଏହି 1857 ମସିହା ମହାନ ବିଦ୍ରୋହରେ ଯୋଗଦାନ କରିଥିଲେ ସିପାହୀମାନେ, ସାଧାରଣ ଜନତାମାନେ, ଗାଦିଚ୍ୟୁତ ରାଜା ଏବଂ ଜମିଦାରମାନେ। ଏହି 1857 ମସିହା ମହାନ ବିଦ୍ରୋହରେ ହିନ୍ଦୁ ଏବଂ ମୁସଲମାନ ଏକତ୍ରିତ ହୋଇ ୟୁରୋପୀୟ ବା ଇଂରେଜମାନଙ୍କୁ ଆକ୍ରମଣ କରିଥିଲେ। ଏଠି ଯେଉଁ ଫଟୋ ଚିତ୍ରଟି ଦେଖୁଛ ପିଲାମାନେ, ଏହି ଫଟୋ ଚିତ୍ରଟି ହେଉଛି ଉତ୍ତରପ୍ରଦେଶର ମାନଚିତ୍ର। ଏହି ମାନଚିତ୍ରରେ ଦର୍ଶାଇ ଦିଆଯାଇଛି ଉତ୍ତରପ୍ରଦେଶର କେଉଁ କେଉଁ ଅଞ୍ଚଳରେ ବିଦ୍ରୋହ ବହୁତ ଜୋରଦାରରେ ଇଂରେଜମାନଙ୍କ ବିରୁଦ୍ଧରେ ହୋଇଥିଲା। ବିଦ୍ରୋହ ଲକ୍ଷ୍ନୌରେ ହୋଇଥିଲା, ମୁଁ ମାର୍କ କରୁଛି ଦେଖ ପିଲାମାନେ, ବରେଲିରେ ହୋଇଥିଲା, ମିରଟରେ ହୋଇଥିଲା, କାନପୁରରେ ହୋଇଥିଲା, ତା ସହିତ ଝାନ୍ସୀରେ ମଧ୍ୟ ହୋଇଥିଲା। 1857 ମସିହା ମହାନ ବିଦ୍ରୋହର ମିରଟ, ବରେଲି, ଲକ୍ଷ୍ନୌ, କାନପୁର, ଝାନ୍ସୀ ଏହି ସ୍ଥାନଗୁଡ଼ିକ ଏକ ଏକ ମୁଖ୍ୟ କେନ୍ଦ୍ର ଥିଲା। 1857 ମସିହା ମହାନ ବିଦ୍ରୋହର ନେତୃତ୍ୱ। 1857 ମସିହା ମହାନ ବିଦ୍ରୋହର ନେତୃତ୍ୱ ଦିଲ୍ଲୀଠାରେ ବାହାଦୁର ଶାହା ଜାଫର ନେଇଥିଲେ। କାନପୁରର ନେତୃତ୍ୱ ନେଇଥିଲେ ଶେଷ ପେଶୱା ନାନା ସାହେବ। ଲକ୍ଷ୍ନୌର ନେତୃତ୍ୱ ନେଇଥିଲେ ବେଗମ ହଜରତ ମହଲ। ଝାନ୍ସୀର ନେତୃତ୍ୱ ନେଇଥିଲେ ରାଣୀ ଲକ୍ଷ୍ମୀବାଇ। ବରେଲିର ନେତୃତ୍ୱ ନେଇଥିଲେ ଖାନ ବାହାଦୁର। ବିହାରର ଜଗଦିଶପୁରର ନେତୃତ୍ୱ ନେଇଥିଲେ କୁଁୱର ସିଂ ଏବଂ ସମ୍ବଲପୁରର ନେତୃତ୍ୱ ନେଇଥିଲେ ସୁରେନ୍ଦ୍ର ସାଏ। ପିଲାମାନେ, ତୁମର ବାର୍ଷିକ ପରୀକ୍ଷା ପାଇଁ 1 ମାର୍କ ଦୃଷ୍ଟିରୁ ଏହି ସ୍ଲାଇଡ଼୍ଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାହିଁକିନା ପ୍ରତିବର୍ଷ ଏହି 1857 ମସିହା ବିଦ୍ରୋହର କେଉଁ ସ୍ଥାନର ନେତୃତ୍ୱ କିଏ ନେଇଥିଲେ 1 ମାର୍କର ପ୍ରଶ୍ନ ଆସିଥାଏ। ତ ତୁମେମାନେ ଏହି ସ୍ଲାଇଡ଼୍ଟିକୁ ସ୍କ୍ରିନଶଟ୍ ମାରିକି ରଖିଦେବ ପିଲାମାନେ। ଏଠି ଯେଉଁ ଫଟୋ ଚିତ୍ର ଗୁଡ଼ାକ ଦିଆଯାଇଛି ପିଲାମାନେ, କେଉଁଟା କାହାର ଫଟୋ ଚିତ୍ର ମୁଁ ବତାଉଛି। ପ୍ରଥମ ଫଟୋ ଚିତ୍ରଟି ହେଉଛି ବାହାଦୁର ଶାହା ଜାଫରଙ୍କ ଫଟୋ ଚିତ୍ର। ଦ୍ୱିତୀୟ ଫଟୋ ଚିତ୍ରଟି ହେଉଛି ପେଶୱା ନାନା ସାହେବଙ୍କର ଫଟୋ ଚିତ୍ର। ତୃତୀୟ ଫଟୋ ଚିତ୍ରଟି ହେଉଛି ବେଗମ ହଜରତ ମହଲଙ୍କ ଫଟୋ ଚିତ୍ର। ଚତୁର୍ଥ ଫଟୋ ଚିତ୍ରଟି ହେଉଛି ରାଣୀ ଲକ୍ଷ୍ମୀବାଇଙ୍କର ଫଟୋ ଚିତ୍ର। ଏହି ପଞ୍ଚମ ଫଟୋ ଚିତ୍ରଟି ହେଉଛି ଖାନ ବାହାଦୁରଙ୍କ ଫଟୋ ଚିତ୍ର। ଷଷ୍ଠ ଫଟୋ ଚିତ୍ରଟି ହେଉଛି କୁଁୱର ସିଂଙ୍କ ଫଟୋ ଚିତ୍ର ଏବଂ ଏହି ସପ୍ତମ ଫଟୋ ଚିତ୍ରଟି ହେଉଛି ସୁରେନ୍ଦ୍ର ସାଏଙ୍କ ଫଟୋ ଚିତ୍ର। ପିଲାମାନେ, ଏଠି ଯେଉଁ ଲେଖା ହେଇଛି କେଉଁ ସ୍ଥାନର କିଏ ନେତୃତ୍ୱ ନେଇଥିଲେ, ଯେମିତି ହେଲେ ବି ମନେ ରଖିବ। ଏଇଠୁ ହିଁ ପ୍ରଶ୍ନ ଆସିବ ଏହି 1857 ମସିହା ମହାନ ବିଦ୍ରୋହର 1 ମାର୍କର ପ୍ରଶ୍ନ।
1857 ମସିହା ମହାନ ବିଦ୍ରୋହର ଦମନ। ଇଂରେଜମାନେ 1857 ମସିହା ସେପ୍ଟେମ୍ବର 20 ତାରିଖ ଦିଲ୍ଲୀକୁ ଅଧିକାର କଲେ ଏବଂ ଦିଲ୍ଲୀରେ ମୋଗଲ ଶାସକ ଥିଲେ ବାହାଦୁର ଶାହା ଜାଫର। ବାହାଦୁର ଶାହା ଜାଫର ଆତ୍ମସମର୍ପଣ କଲେ। ବାହାଦୁର ଶାହା ଜାଫରକୁ ଇଂରେଜମାନେ ପ୍ରଥମେ ବନ୍ଦୀ କରି କୋଲକାତାରେ ରଖିଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ କୋଲକାତାରୁ ତାଙ୍କୁ ରେଙ୍ଗୁନକୁ ପଠାଇ ଦିଆଗଲା ଏବଂ ମୋଗଲ ଶାସକ ବାହାଦୁର ଶାହା ଜାଫର ରେଙ୍ଗୁନ ଠାରେ ହିଁ ତାଙ୍କର ପ୍ରାଣତ୍ୟାଗ କଲେ। କାନପୁରରେ ନାନା ସାହେବ ଇଂରେଜମାନଙ୍କ ଦ୍ୱାରା ପରାସ୍ତ ହୋଇ ନେପାଳର ଜଙ୍ଗଲକୁ ପଳାୟନ କଲେ। 1858 ମସିହା ଜୁନ 17ରେ ରାଣୀ ଲକ୍ଷ୍ମୀବାଈ ଯୁଦ୍ଧ କ୍ଷେତ୍ରରେ ପ୍ରାଣତ୍ୟାଗ କଲେ। ତାନ୍ତିଆ ଟୋପେ 1859 ମସିହାରେ ଇଂରେଜମାନଙ୍କ ହାତରେ ଧରା ପଡ଼ିଲେ ଏବଂ ତାଙ୍କୁ 1859 ମସିହାରେ ଇଂରେଜମାନେ ଫାଶୀ ଦଣ୍ଡ ଦେଲେ। କୁଁୱର ସିଂ ମଧ୍ୟ ରାଣୀ ଲକ୍ଷ୍ମୀବାଈଙ୍କ ପରି ଯୁଦ୍ଧକ୍ଷେତ୍ରରେ ତାଙ୍କର ପ୍ରାଣ ଗଲା। ଦିଲ୍ଲୀରେ ଇଂରେଜମାନେ 3000 ଲୋକଙ୍କୁ ଫାଶୀ ଦେଇଦେଲେ। ଏହି 1857 ମସିହା ମହାନ ବିଦ୍ରୋହକୁ ଦମନ କରିବାକୁ ଯାଇ ଇଂରେଜମାନେ ଭାରତୀୟମାନଙ୍କ ଉପରେ କଠୋର ଦମନମୂଳକ ନୀତି ପ୍ରୟୋଗ କଲେ ଏବଂ ପରିଶେଷରେ 1858 ମସିହାରେ ଏହି 1857 ମସିହା ମହାନ ବିଦ୍ରୋହ ସମ୍ପୂର୍ଣ୍ଣ ରୂପେ ଇଂରେଜମାନଙ୍କ ଦ୍ୱାରା ଦମନ ହୋଇଥିଲା। ପିଲାମାନେ, ଏଠି ଯେଉଁ ବକ୍ସ ଦିଆଯାଇଛି ଏ ବକ୍ସକୁ ବି ଟିକେ ମନେ ରଖିବ। এই ବକ୍ସରେ ଲେଫ୍ଟ ସାଇଡ଼୍ରେ ସ୍ଥାନ ଦିଆଯାଇଛି ଏବଂ ରାଇଟ୍ ସାଇଡ଼୍ରେ ବିଦ୍ରୋହ ଦମନ ଦିଆଯାଇଛି। ମାନେ କେଉଁ ସ୍ଥାନରେ କେଉଁ ଇଂରେଜ ଅଫିସର ବିଦ୍ରୋହ ଦମନ କରିଥିଲେ। ଯେମିତିକି ଦିଲ୍ଲୀରେ ବିଦ୍ରୋହକୁ ଦମନ କରିଥିଲେ ଜନ୍ ନିକୋଲସନ୍। କାନପୁରରେ ବିଦ୍ରୋହ ଦମନ କରିଥିଲେ କୋଲିନ କାମ୍ପବେଲ। ଲକ୍ଷ୍ନୌରେ ବିଦ୍ରୋହକୁ ଦମନ କରିଥିଲେ ହେନେରୀ ଲରେନ୍ସ। ଝାନ୍ସୀରେ ବିଦ୍ରୋହକୁ ଦମନ କରିଥିଲେ ହ୍ୟୁଗ୍ ରୋଜ। ବରେଲିରେ ବିଦ୍ରୋହକୁ ଦମନ କରିଥିଲେ କୋଲିନ କାମ୍ପବେଲ। ବିହାରରେ ବିଦ୍ରୋହକୁ ଦମନ କରିଥିଲେ ୱିଲିୟମ ଟେଲର ଏବଂ ପରିଶେଷରେ ଆହ୍ଲାବାଦରେ ବିଦ୍ରୋହକୁ ଦମନ କରିଥିଲେ କୋଲୋନେଲ ନେଲି। ଏହି ବକ୍ସଟିକୁ ବି ପିଲାମାନେ ମନେ ରଖିଦେବ, ଯଦ୍ୱାରା ଏଇଠୁ ଯଦି 1 ମାର୍କର ପ୍ରଶ୍ନ ଆସିବ ତାହେଲେ ତୁମେ ବହୁତ ସୁନ୍ଦର ଭାବରେ କରିପାରିବ। ଲେଫ୍ଟ ସାଇଡ଼୍ରେ କେଉଁ ସ୍ଥାନରେ ବିଦ୍ରୋହ ହୋଇଥିଲା ତାର ନାଁ ଗୁଡ଼ିକ ଦିଆଯାଇଛି ଏବଂ ରାଇଟ୍ ସାଇଡ଼୍ରେ କେଉଁ ଇଂରେଜ ଅଫିସରମାନେ ସେହି ସ୍ଥାନର ବିଦ୍ରୋହକୁ ଦମନ କରିଥିଲେ ତାର ବିଷୟରେ ବର୍ଣ୍ଣନା କରାଯାଇଛି। ଏହାର ବି ମଧ୍ୟ ଏକ ସ୍କ୍ରିନଶଟ୍ ନେଇଯିବ ପିଲାମାନେ। 1857 ମସିହାର ମହାନ ବିଦ୍ରୋହର ବିଫଳ ହେବାର କାରଣ। ପ୍ରଥମ କାରଣଟି ହେଉଛି ଏହି 1857 ମସିହା ମହାନ ବିଦ୍ରୋହ ଦେଶବ୍ୟାପୀ ହୋଇ ନଥିଲା। ଯେହେତୁ 1857 ମସିହା ମହାନ ବିଦ୍ରୋହ ଦେଶବ୍ୟାପୀ ହୋଇନଥିଲା, ଏହି ବିଦ୍ରୋହ ବିଫଳ ହେବାର ହିଁ ଥିଲା। ଏଠି ମୁଁ ରେଡ୍ କଲରରେ ମାର୍କ କରିଦେଇଛି। ଦେଖ ପିଲାମାନେ, ଏ ଯେଉଁ ଭାରତ ମାନଚିତ୍ର ତୁମେମାନେ ଦେଖୁଛ, ଏହି ଭାରତ ମାନଚିତ୍ରରେ ଦେଖ ପିଲାମାନେ, ଏ ଯେଉଁ ନର୍ଥ ଇଣ୍ଡିଆ ଅଛି, ଜାମ୍ମୁ କାଶ୍ମୀର ହେଲା, ହିମାଚଳ ପ୍ରଦେଶ ହେଲା, ଉତ୍ତରାଖଣ୍ଡ ହେଲା, ଏହି ଅଞ୍ଚଳରେ ଏହି 1857 ମସିହା ମହାନ ବିଦ୍ରୋହ ହୋଇନଥିଲା। ଏହି ରାଜସ୍ଥାନ ଗୁଜରାଟ ଅଞ୍ଚଳରେ 1857 ମସିହା ମହାନ ବିଦ୍ରୋହ ହୋଇନଥିଲା। ତାପରେ ଏହି ସାଉଥ ଇଣ୍ଡିଆରେ ମଧ୍ୟ 1857 ମସିହା ମହାନ ବିଦ୍ରୋହ ହୋଇନଥିଲା। ତା ସହିତ ଏ ଭାରତର ଇଷ୍ଟ ଇଣ୍ଡିଆ, ଏହି ଇଷ୍ଟ ଇଣ୍ଡିଆ ବା ପୂର୍ବ ଭାରତରେ ମଧ୍ୟ ଏହି 1857 ମସିହା ବିଦ୍ରୋହ ହୋଇନଥିଲା। ଯେହେତୁ ଏତେ ଗୁଡ଼ିଏ ଅଞ୍ଚଳରେ 1857 ମସିହା ମହାନ ବିଦ୍ରୋହ ହୋଇନଥିଲା, ତାହେଲେ ଏହି ମହାନ ବିଦ୍ରୋହ କେମିତି ବା ସଫଳ ହେବ? 1857 ମସିହା ମହାନ ବିଦ୍ରୋହ ବିଫଳ ହେବାର ଦ୍ୱିତୀୟ କାରଣଟି ହେଉଛି
ଜମିଦାରମାନେ ଇଂରେଜମାନଙ୍କୁ ସହଯୋଗ କରିଥିଲେ। ଭାରତୀୟ ଜମିଦାରମାନେ ଯେହେତୁ ଇଂରେଜମାନଙ୍କୁ ସହଯୋଗ କରିବେ ତାହେଲେ ଏହି ମହାନ ବିଦ୍ରୋହ ଆଉ ସଫଳ ହେବ କି? ତୃତୀୟ କାରଣଟି ହେଉଛି ବିଦ୍ରୋହୀମାନଙ୍କ ମଧ୍ୟରେ ଏକତାର ଅଭାବ। ଯେହେତୁ ବିଦ୍ରୋହୀମାନେ ଏହି ମହାନ ବିଦ୍ରୋହ କରିଥିଲେ ବା ସିପାହୀମାନେ ଯେହେତୁ ଏହି ମହାନ ବିଦ୍ରୋହ କରିଥିଲେ, ଏହି ସିପାହୀ ବା ବିଦ୍ରୋହୀମାନଙ୍କ ମଧ୍ୟରେ ଯଦି ଏକତା ନଥିବ ତାହେଲେ ସେମାନେ ଏକଜୁଟ ହୋଇକି ବିଦ୍ରୋହ ବା କେମିତି କରିବେ? ତେଣୁକରି ଏହି 1857 ମସିହା ମହାନ ବିଦ୍ରୋହ ବିଫଳ ହୋଇଥିଲା। ତା ସହିତ ଆହୁରି କ'ଣ କାରଣ ଥିଲା ଦେଖ ପିଲାମାନେ, ଶିକ୍ଷିତ ଭାରତୀୟମାନଙ୍କ ମଧ୍ୟରେ ଅସହଯୋଗ। ଭାରତରେ ସେହି 1857 ମସିହାରେ ଯେଉଁ ଶିକ୍ଷିତ ଯୁବଗୋଷ୍ଠୀ ଥିଲେ ସେମାନେ ହିଁ ଏହି ମହାନ ବିଦ୍ରୋହକୁ ଅସହଯୋଗ କରିଥିଲେ। ଏହି ଶିକ୍ଷିତ ଗୋଷ୍ଠୀ ଯଦି ଏ ବିଦ୍ରୋହର ନେତୃତ୍ୱ ନ ନେବେ, ଏ ବିଦ୍ରୋହ କରିବା ପାଇଁ ଆଗକୁ ନ ଆସିବେ ତାହେଲେ ଏହି ମହାନ ବିଦ୍ରୋହ କେମିତି ବା ସଫଳ ହେବ? ଆଉ ଶେଷ କାରଣଟି ହେଉଛି ବିଦ୍ରୋହ ଦମନ ପାଇଁ ଦକ୍ଷ ଇଂରେଜ ଅଫିସର। ଇଂରେଜମାନେ ଏହି ବିଦ୍ରୋହକୁ ଦମନ କରିବା ପାଇଁ ତାଙ୍କର ସୁଦକ୍ଷ ଅଫିସରମାନଙ୍କୁ ବିଭିନ୍ନ ସ୍ଥାନରେ, ଯେଉଁ ସ୍ଥାନରେ କି ବିଦ୍ରୋହ ହେଉଥିଲା, ନିଯୁକ୍ତି ପ୍ରଦାନ କରିଥିଲେ। ଯଦ୍ୱାରା କ'ଣ ହେଲା, ସେମାନେ ତାଙ୍କର ଉପସ୍ଥିତ ବୁଦ୍ଧି ମାଧ୍ୟମରେ ଏହି ବିଦ୍ରୋହଟିକୁ ଦମନ କରିଦେଲେ। ଏଠି କେବଳ ମୁଁ ପିଲାମାନେ 5ଟି କାରଣ ଲେଖିଛି, ଆହୁରି ବି ଅନେକ ଗୁଡ଼ିଏ କାରଣ ହୋଇପାରିବ ଏହି ବିଦ୍ରୋହର ବିଫଳ ହେବା ପଛରେ। ଯଦି ଜାଣିବ ପିଲାମାନେ ତୁମେ ଲେଖିଦେବ, ନହେଲେ ଏହି 5ଟି କାରଣ ବି ଯଥେଷ୍ଟ। 1857 ମସିହା ମହାନ ବିଦ୍ରୋହର ଫଳାଫଳ। ପ୍ରଥମ ଫଳାଫଳଟି ହେଉଛି 1857 ମସିହା ମହାନ ବିଦ୍ରୋହ ବିଫଳ ହେଲା। ଇଂରେଜମାନେ ଏହି 1857 ମସିହା ମହାନ ବିଦ୍ରୋହରେ ବିଜୟ ଲାଭ କଲେ। ପରବର୍ତ୍ତୀ ଫଳାଫଳଟି ହେଉଛି 1858 ମସିହାରେ ଇଂରେଜମାନେ 1858 ମସିହା ଭାରତ ଶାସନ ଆଇନ ଭାରତରେ ପାରିତ କଲେ। ଭାରତକୁ ଶାସନ ପାଇଁ ଇଂରେଜମାନେ ଜଣେ ରାଜ୍ୟ ସଚିବଙ୍କୁ ଭାରତରେ ନିଯୁକ୍ତି ପ୍ରଦାନ କଲେ। ତା ସହିତ ଭାରତରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଶାସନର ସମାପ୍ତ ହେଲା। ଭାରତର ଶାସନଭାର ବ୍ରିଟେନର ରାଣୀ ପ୍ରତ୍ୟକ୍ଷ ଭାବରେ ନିଜେ ଗ୍ରହଣ କଲେ। 1857 ମସିହା ମହାନ ବିଦ୍ରୋହ ପୂର୍ବରୁ ଭାରତରେ ଯେଉଁ ଗଭର୍ଣ୍ଣର ଜେନେରାଲ ପଦବୀ ଥିଲା, ସେହି ଗଭର୍ଣ୍ଣର ଜେନେରାଲ ପଦବୀକୁ ଉଚ୍ଛେଦ କରାଗଲା ଏବଂ ସେହି ଗଭର୍ଣ୍ଣର ଜେନେରାଲ ପଦବୀ ସ୍ଥାନରେ ଭାଇସରାୟ ପଦବୀ ତିଆରି କରାଗଲା। 1848 ମସିହାରେ ଲର୍ଡ ଡେଲହାଉସି ଯେଉଁ ରାଜସ୍ୱ ଲୋପ ନୀତି ପ୍ରଚଳନ କରିଥିଲେ, ସେହି ରାଜସ୍ୱ ଲୋପ ନୀତିକୁ ଉଚ୍ଛେଦ କରାଗଲା। 1857 ମସିହା ମହାନ ବିଦ୍ରୋହ ପୂର୍ବରୁ ଇଂରେଜମାନେ ଭାରତୀୟମାନଙ୍କ ଧର୍ମ କ୍ଷେତ୍ରରେ ହସ୍ତକ୍ଷେପ କରୁଥିଲେ, କିନ୍ତୁ 1857 ମସିହା ମହାନ ବିଦ୍ରୋହ ପରେ ଇଂରେଜମାନେ ଭାରତୀୟମାନଙ୍କ ଧର୍ମ କ୍ଷେତ୍ରରେ ଆଉ ହସ୍ତକ୍ଷେପ କଲେ ନାହିଁ। 1857 ମସିହା ମହାନ ବିଦ୍ରୋହ ପରେ ଇଂରେଜମାନେ ଜାଣିଗଲେ ବିଦ୍ରୋହ ଆହୁରି ଗୁରୁତର ହେବ, ତେଣୁକରି ସେମାନେ ତାଙ୍କର ସେନାବାହିନୀକୁ ସୁସଂଗଠିତ କଲେ। 1857 ମସିହା ମହାନ ବିଦ୍ରୋହର ଏକ ଗୁରୁତ୍ୱପୂର୍ଣ୍ଣ ଫଳାଫଳ ହେଉଛି ଏହି ବିଦ୍ରୋହ ଭାରତରେ ଜାତୀୟ ଜାଗରଣ ସୃଷ୍ଟି କରିଥିଲା ବା ଲୋକମାନଙ୍କ ମଧ୍ୟରେ ଜାତୀୟ ଏକତା ସୃଷ୍ଟି କରିପାରିଥିଲା। ପିଲାମାନେ, ତୁମର ବାର୍ଷିକ ପରୀକ୍ଷାରେ ଯଦି ଡାଇରେକ୍ଟ ପ୍ରଶ୍ନ ଆସେ 1857 ମସିହା ମହାନ ବିଦ୍ରୋହ ବିଷୟରେ ଲେଖ, ତାହେଲେ ପ୍ରଥମେ ତୁମେ 1857 ମସିହାର ମହାନ ବିଦ୍ରୋହ ବିଷୟରେ ସଂକ୍ଷିପ୍ତ ଜ୍ଞାନ ପ୍ରଦାନ କରିବ। 1857 ମସିହା ମହାନ ବିଦ୍ରୋହର ସ୍ୱରୂପ ବିଷୟରେ ଲେଖିବ। ତା ସହିତ ବିଦ୍ରୋହର କାରଣ ଗୁଡ଼ିକ ଲେଖିବ। ବିଦ୍ରୋହର ଅଗ୍ରଗତି କେମିତି ହୋଇଥିଲା ତାର ବିଷୟରେ ଲେଖିବ। ବିଦ୍ରୋହର ନେତୃତ୍ୱ କେଉଁ ସ୍ଥାନରେ ନେଇଥିଲେ ଲେଖିବ। ଇଂରେଜମାନେ ଏହି 1857 ମସିହା ମହାନ ବିଦ୍ରୋହକୁ କେମିତି ଦମନ କଲେ ଏବଂ କେଉଁ ଇଂରେଜ ଅଫିସର କେଉଁ ସ୍ଥାନରେ ଦମନ କଲେ ତାର ବିଷୟରେ ମଧ୍ୟ ଲେଖିବ। ତା ସହିତ ବିଦ୍ରୋହର ଫଳାଫଳ ମଧ୍ୟ ଲେଖିକି ତୁମର ଉତ୍ତରଟିକୁ ସମ୍ପୂର୍ଣ୍ଣ କରିଦେବ। ଯଦ୍ୱାରା ପିଲାମାନେ ତୁମର ବାର୍ଷିକ ପରୀକ୍ଷାରେ ଯଦି ଏହି ପ୍ରଶ୍ନ ଆସେ
बहुत बढ़िया भाव में जदि 8 मार्क पड़ी ताहले तुमर 8 मार्क रु 8 मार्क भी आसीजिव पिला माने। आशा करुच्ची पिला माने भिडियोटी भल लगी भिडियोटी जदि भल लगी ताहले भिडियोटी को लाइक करदेव भिडियोटी को तुम सांग मानक सहित शेयर करदेव आहरी पिला माने एही यूट्यूब चैनल टी को सब्सक्राइब मध्य करदेव जद्वारा मुझे जितेबले भी तुम +2 सेकेंड इयर आर्ट्स हिस्ट्री विषय वीडियो अपलोड करी तुम पाक नोटिफिकेशन चलीज एवं नोटिफिकेशन गला मात्रे तुम जो वीडियो देख बहुत सुंदर भाव में यही नोट गुड़िक तैयारी करा जायछि से नोट गुड़ाक भी तुम स्क्रीनशॉट मारिकी रखिपार।